ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଘରର କେଉଁ ଦିଗରେ ନଳକୂପ ଏବଂ ପାଣି ଟାଙ୍କି ରଖିବା ଉଚିତ। ଆଜିର ବାସ୍ତୁ ଟିପ୍ସ। ତେବେ ଜଳ ହେଉଛି ଆମ ଜୀବନ, ଏହି କଥା ତ ସମସ୍ତେ ଜାଣିଥିବେ। କାରଣ ସଂସାରର ସବୁ ପ୍ରାଣୀଙ୍କ ପାଇଁ ଜଳର ଆବଶ୍ୟକତା ରହିଛି। ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଦୈନିକ 3ରୁ 4 ଲିଟର ଜଳ ପିଇବା ଉଚିତ, ଯାହା ଡାକ୍ତରଙ୍କର ମତ ରହିଛି, ଯାହାଦ୍ୱାରା ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ। ତେବେ ଜଳ ସହ ବାସ୍ତୁ ମଧ୍ୟ ଜଡ଼ିତ ହୋଇଥାଏ, କାରଣ ଘରର ସୁଖ ଓ ସମୃଦ୍ଧି ପାଇଁ ଯେଉଁ ପଞ୍ଚତତ୍ତ୍ୱର ଆବଶ୍ୟକତା ରହିଛି, ସେହି ପଞ୍ଚତତ୍ତ୍ୱ ମଧ୍ୟରୁ ଜଳ ତତ୍ତ୍ୱ ଏକ ଅଟେ। ତେବେ ଘରର କେଉଁ ଦିଗରେ ସବୁ ଜଳର ଉତ୍ସ ରଖିବାକୁ ବହୁତ ଶୁଭ ମନାଯାଇଥାଏ, ଆସନ୍ତୁ ଜାଣିବା। ତେବେ ପ୍ରତ୍ୟେକଙ୍କ ଘରେ ଘରେ ଜଳର ଉତ୍ସ ରହିବା ନିହାତି ଦରକାର, ନଚେତ୍ ଏହା ସ୍ୱାସ୍ଥ୍ୟହାନିର କାରଣ ପାଲଟିଥାଏ। ତେଣୁ ଘର ମଧ୍ୟରେ ହେଉ କି ଘର ବାହାରେ ଯେଉଁ ସ୍ଥାନରେ ସୁବିଧା ହୋଇପାରୁଥିବ, ସେହି ସ୍ଥାନରୁ ଜଳ ଆଣିବା ପାଇଁ ଜଳର ଏକ ଉତ୍ସ ଯେପରି ନଳକୂପ, କୂଅ, ଟ୍ୟାପ୍ ଆଦି ରଖନ୍ତୁ। ନଚେତ୍ ଅନ୍ୟ କୌଣସି ସ୍ଥାନରୁ ପାଣି ଆଣୁଥିଲେ ଘରର ଠିକ୍ ସ୍ଥାନରେ ପାତ୍ରରେ ଜଳ ଭର୍ତ୍ତି କରି ରଖନ୍ତୁ। 1ରେ ରୋଷେଇ ଘରର ଉତ୍ତର ପୂର୍ବ ଦିଗରେ ପାଣି ରଖନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଘରକୁ ସବୁବେଳେ ରୋଗ ବେମାରୀ ଆସିପାରିନଥାଏ। 2ରେ ଜଳର ସ୍ଥାନ ହେଉଛି ଉତ୍ତର ପୂର୍ବ ଦିଗ। ପାଣି ଟାଙ୍କି, ନଳକୂପ ଆଦି ଜଳର ଉତ୍ସ ଘରର ଏବଂ ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ। 3ରେ ପୂର୍ବ କି ଉତ୍ତର ଦିଗରେ ଅଥବା ଉତ୍ତର ପୂର୍ବ ଦିଗରେ ପାଣି ପମ୍ପ ବସାଇବାକୁ ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ବୋଲି ମନାଯାଇଥାଏ। 4ରେ ଦକ୍ଷିଣ ପୂର୍ବ, ଉତ୍ତର ପଶ୍ଚିମ ଅଥବା ଦକ୍ଷିଣ ପଶ୍ଚିମ ଦିଗରେ କୂଅ, ନଳକୂପ ଆଦି ଖୋଳନ୍ତୁ ନାହିଁ। ଏଥିପାଇଁ ପୂର୍ବ ଉତ୍ତର କୋଣ ହିଁ ସବୁଠାରୁ ଭଲ ଅଟେ। 5ରେ ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ନିଜ ଛାତ ଉପରେ ପାଣି ଟାଙ୍କି ରଖୁଛନ୍ତି। ଏହି ପାଣି ଟାଙ୍କିକୁ ଉତ୍ତର ପଶ୍ଚିମ କୋଣରେ ବସାଇବାକୁ ଅତି ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ମନାଯାଇଛି। ଏଥିସହ ପାଣି ଟାଙ୍କିର ଉପର ଭାଗ ଗୋଲାକାର ଯେପରି ହୋଇଥିବ, ସେଥିପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ।